ଏହି ଗଛଟିରେ କେତେ ସୁନ୍ଦର ଭାବେ ଫୁଲ ଫୁଟିଛି ଦେଖିପାରୁଥିବେ। ଏଥିରେ କିଛିଟା ଭେରାଇଟି ଅଛି, ମୁଁ ଆପଣମାନଙ୍କୁ ଦେଖେଇ ନେଉଛି। ଦେଖିପାରୁଥିବେ ଏଇଠି ଦୁଇଟି ଭେରାଇଟି ଆପଣମାନେ ଦେଖିଲେ। ଇଏ ଗୋଟିଏ ଭେରାଇଟି ଦେଖନ୍ତୁ, ଆଉ ଇଏ ଗୋଟିଏ ଭେରାଇଟି ଦେଖନ୍ତୁ। ଆଉ ସବୁ ଗଛରେ କେତେ ସାରା ଫୁଲ ଫୁଟିଛି ଆପଣମାନେ ଦେଖିପାରୁଥିବେ। ଏହି ଯେଉଁ ଗଛଟି ଦେଖୁଛନ୍ତି ୟାର ନାଁ ହେଉଛି ଆଡେନିୟମ। ଓଡ଼ିଆରେ ୟାକୁ ମରୁଭୂମି ଗୋଲାପ ବୋଲିକି ମଧ୍ୟ କୁହାଯାଇଥାଏ। ଗୋଲାପ ଫୁଲକୁ ମଧ୍ୟ ପଛରେ ପକାଇଦେବ, ଏତେ ସୁନ୍ଦର ଏହି ଗଛଟି ଦେଖିପାରୁଥିବେ। ସିଙ୍ଗଲ ପେଟାଲ ମଲ୍ଟି ପେଟାଲ ଆପଣଙ୍କୁ ଉଭୟରେ ଏହି ଗଛଟି ମିଳିଯିବ। ବହୁତ ସାରା ଭେରାଇଟି, ବହୁତ ସାରା କଲର ଅପସନ୍ ଆପଣଙ୍କୁ ଏହି ଗଛରେ ମିଳିଯିବ। ପ୍ରାୟତଃ ବର୍ଷ ସାରା ଏହି ଗଛଟିରୁ ଆପଣ ଫୁଲ ପାଇପାରିବେ। ଯେତେ ଅଧିକ ଖରାରେ ପାରିବେ ରଖିପାରିବେ, କିନ୍ତୁ ନିହାତି 2-3 ଘଣ୍ଟାର ଖରା ୟାକୁ ଦରକାର ପଡ଼ିଥାଏ। ଯଦି ଆପଣଙ୍କ ଛାତ ଉପରେ କିମ୍ବା ବାଲକୋନିକୁ ମାତ୍ର 3 ଘଣ୍ଟାର ଖରା ଆସୁଛି, ତାହେଲେ ମଧ୍ୟ ଆପଣ ଏହି ଗଛଟିକୁ ଆଣିକି ଆପଣଙ୍କ ବଗିଚାରେ ଆଡ୍ କରିପାରିବେ। ଏହି ଗଛଟିକୁ ବେଶୀ ପାଣିର ମଧ୍ୟ ଆବଶ୍ୟକତା ପଡ଼ିନଥାଏ। ଯେମିତିକି ଏହି କୁଣ୍ଡ ଗୁଡ଼ିକ ଆପଣମାନେ ଦେଖିପାରୁଥିବେ, ପାଖାପାଖି 5ରୁ 6 ଦିନ ହେବ ୟାକୁ ମୁଁ ପାଣି ଦେଇନି, ଆଉ ତା ସତ୍ତ୍ୱେ ମଧ୍ୟ ଗଛଟି କେତେ ହେଲ୍ଦି ଅଛି। ତାର ପତ୍ର ବିଲକୁଲ ବି ଝାଉଁଳିନି, କେମିତି ପୁରା ସାଇନ୍ କରିଛି ଦେଖିପାରୁଥିବେ। ଆଉ ଫୁଲ ଗୁଡ଼ିକ ମଧ୍ୟ କେମିତି ସତେଜ ଅଛି, ଇଏ ମଧ୍ୟ ଝାଉଳିନି ଦେଖିପାରୁଥିବେ। ତେଣୁ ଯଦି ଆପଣମାନେ ଜବ୍ କରୁଛନ୍ତି, ଆପଣଙ୍କ ପାଖରେ ଗଛର ଯତ୍ନ ନେବା ପାଇଁ ବିଲକୁଲ ବି ସମୟ ନାହିଁ, ତାହେଲେ ଏହି ଗଛଟିକୁ ନିଶ୍ଚୟ ଲଗାନ୍ତୁ। ୟାକୁ ପାଣି ଆପଣ 10 ଦିନରେ ଗୋଟେ ଥର ମଧ୍ୟ ଦେଇପାରିବେ। ଆଉ ଯଦି ଖତ କଥା କହିବି, ତାହେଲେ ପାଉଡର ଫର୍ମରେ ହେଉ କିମ୍ବା ଲିକ୍ୱିଡ ଫର୍ମରେ ହେଉ, ମାସକୁ ଗୋଟେ ଥର ବି ଯଦି ଦେବେ, ତାହେଲେ ମଧ୍ୟ ଏଥିରେ ଏଇଭଳିଆ ଭାବେ ସୁନ୍ଦର ସୁନ୍ଦର ଫୁଲ ଆପଣ ନେଇପାରିବେ। ଏହି ଗଛଟି ପାଇଁ କେବଳ ଖରା ହିଁ ଦରକାର ହେଇଥାଏ ଢେର ସାରା ଫୁଲ ଏହି ଗଛରୁ ପାଇବା ପାଇଁ। ମାସକୁ ଥରେ ଲେଖେ ମୁଁ ଏହି ଗଛକୁ ଖାଲି ଲିକ୍ୱିଡ ଫର୍ଟିଲାଇଜର ହିଁ ଦେଇଥାଏ, ଯାହା ଅନ୍ୟ ଗଛମାନଙ୍କୁ ଦେଇଥାଏ ସେଇ ଲିକ୍ୱିଡ ଫର୍ଟିଲାଇଜର ଏଥିରେ ଦେଇଥାଏ। ଯେମିତିକି ପନିପରିବା ଚୋପାର ଲିକ୍ୱିଡ ଫର୍ଟିଲାଇଜର, ଚାଉଳ ଧୁଆ ପାଣି, ଡାଲି ଧୁଆ ପାଣି, କିମ୍ବା ପନିପରିବା ଚୋପାର ଯେଉଁ ଲିକ୍ୱିଡ ଫର୍ଟିଲାଇଜର ଅଛି ତାକୁ ମଧ୍ୟ ଦେଇଥାଏ। ଆପଣମାନେ ସେସବୁ ଦେଇକି ମଧ୍ୟ ଆପଣଙ୍କ ଗଛରୁ ଏଇଭଳିଆ ଭାବେ ଢେର ସାରା ଫୁଲ ପାଇପାରିବେ। ବେଶୀ କିଛି ଖତ ଦରକାର ହେଇନଥାଏ କିମ୍ବା ବେଶୀ କିଛି କେୟାର ଦରକାର ହେଇନଥାଏ। ଆଉ ଖରା ୟାକୁ ପ୍ରଚୁର ମାତ୍ରାରେ ଦରକାର ହେଇଥାଏ, ଯେମିତି କହିଲି। ଆଉ ତାର ମୂଳ ଦେଖନ୍ତୁ, ଯେମିତି ଫୁଲ ସୁନ୍ଦର ଦେଖାଯାଏ, ୟାର ମୂଳ ମଧ୍ୟ ସେମିତି ବିଭିନ୍ନ ପ୍ରକାରର ଷ୍ଟାଇଲ ହେଇକି ଆସିଥାଏ। ଆପଣ ଆପଣଙ୍କ ଇଚ୍ଛା ଅନୁସାରେ ମଧ୍ୟ ୟାର ଯେଉଁ ମୂଳ ବା ଚେର ଅଛି ତାକୁ ଡିଜାଇନ ଦେଇପାରିବେ। ତ ସେଥିପାଇଁ ଏହି ଗଛର ଲୁକ୍ ଆହୁରି 2 ଗୁଣ ବଢ଼ିଯାଇଥାଏ। ଛୋଟ ଛୋଟ କୁଣ୍ଡରେ ମଧ୍ୟ ଆପଣ ଏହି ଗଛଟିକୁ ଲଗାଇ ପାରିବେ। ଛୋଟ ହାଇଟ୍ ହେଲେ ଚଳିବ, କିନ୍ତୁ ଆପଣଙ୍କ ଯେଉଁ ଗଛର ଚେର ଯେତିକି ଜାଗା ମାଡ଼ୁଥିବ ତାଠାରୁ ମାତ୍ର 1 ଇଞ୍ଚ ଛାଡ଼ିକି ଆପଣ ୟାର ଗୋଲେଇ ପ୍ରତି ଧ୍ୟାନ ଦେଇପାରିବେ ବା କୁଣ୍ଡର ଗୋଲେଇ ପ୍ରତି ଧ୍ୟାନ ଦେଇପାରିବେ। ଏହି ଗଛଟି ଦେଖନ୍ତୁ କେତେ ସୁନ୍ଦର ଭାବେ ଏଥିରେ ଫୁଲ ଫୁଟିଛି, କିନ୍ତୁ ତାର କୁଣ୍ଡର ସାଇଜ ଦେଖନ୍ତୁ ବହୁତ ହି ଛୋଟ, ମାତ୍ର 5 ଇଞ୍ଚର କୁଣ୍ଡରେ ଇ ଲାଗିଛି। ତାର ଚେରର ଗ୍ରୋଥ ଦେଖନ୍ତୁ, ଆଉ ଗଛରେ କେତେ ସାରା ଫୁଲ ଫୁଟୁଛି ଦେଖିପାରୁଥିବେ। ପ୍ରାୟତଃ ବର୍ଷ ସାରା ଏଥିରେ ଫୁଲ ଫୁଟିଥାଏ, କିନ୍ତୁ ଯେତେବେଳେ ଅଧିକ ବର୍ଷା ହେବ ତା ମୂଳରେ ଯେମିତି ପାଣି ଜମିକି ନ ରହିବ, ସେଥିପ୍ରତି ଆପଣଙ୍କୁ ଧ୍ୟାନ ଦେବା ପାଇଁ ପଡ଼ିବ। ବର୍ତ୍ତମାନ ନର୍ସରୀରେ ଏହି ଗଛଟି ଆଭେଲେବୁଲ ଥିବ, ଆପଣମାନେ ଆଣିପାରିବେ।